ପାକିସ୍ତାନକୁ 6 ୱିକେଟ୍ରେ ପରାସ୍ତ କଲା ଟିମ୍ ଇଣ୍ଡିଆ। ବିସ୍ଫୋରକ ଶତକ ମାରି ପାକିସ୍ତାନକୁ ଚାମ୍ପିୟନ୍ସ ଟ୍ରଫିରୁ ବାହାର କଲେ କିଙ୍ଗ କୋହଲି। ମ୍ୟାଚ୍ ହାରିବା ପରେ ପାକିସ୍ତାନର ଅଧିନାୟକ ମହମ୍ମଦ ରିଜୱାନ କାନ୍ଦି କାନ୍ଦି କ'ଣ କହିଛନ୍ତି ଆସନ୍ତୁ ନଜର ପକାଇବା। ହଁ ଦର୍ଶକ ବନ୍ଧୁ, ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ ଭୋଲ୍ଟେଜ୍ ମ୍ୟାଚ୍ ଦେଖିବାକୁ ମିଳିଥିଲା, ଯେଉଁଥିରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ 6 ୱିକେଟ୍ରେ ପରାସ୍ତ କରି ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ଏହି ମ୍ୟାଚ୍ ହାରି ପାକିସ୍ତାନ ପ୍ରାୟତଃ ଚାମ୍ପିୟନ୍ସ ଟ୍ରଫିରୁ ବାହାର ହୋଇଗଲାଣି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 240 ରନ୍ର ଟାର୍ଗେଟ୍ ଦେଇଥିଲା ଭାରତକୁ, ଯେଉଁଥିରେ ଭାରତ ଅତି ସହଜରେ ଏହି ଟାର୍ଗେଟକୁ ହାସଲ କରିନେଇଛି। କିଙ୍ଗ କୋହଲିଙ୍କ ଜବରଦସ୍ତ 101 ରନ୍ ଏବଂ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଭାରତ ପାକିସ୍ତାନକୁ 6 ୱିକେଟ୍ରେ ମାତ ଦେଇଛି। ପାକିସ୍ତାନୀ ଅଧିନାୟକ ମହମ୍ମଦ ରିଜୱାନ ଏବଂ ସାଉଥ୍ ସକିଲଙ୍କ ପାର୍ଟନରସିପ୍ ବଳରେ ପାକିସ୍ତାନ ଏହି ଲକ୍ଷ୍ୟ ଛିଡ଼ା କରିପାରିଥିଲା। ଏହାଛଡ଼ା ଅନ୍ୟ କୌଣସି ବ୍ୟାଟର ପାକିସ୍ତାନର ଭଲ ଖେଳିପାରିନଥିଲେ, ଫଳରେ ଏହି ଛୋଟ ଟାର୍ଗେଟ୍ ଭାରତକୁ ମିଳିଥିଲା। 241 ରନ୍ର ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଟିମ୍ ଇଣ୍ଡିଆର ଦୁଇ ଓପନର ସୁମନ ଗିଲ୍ ଏବଂ ରୋହିତ ଶର୍ମା ଭଲ ଷ୍ଟାର୍ଟ ଦେଇଥିଲେ, କିନ୍ତୁ 20 ରନ୍ କରି ରୋହିତ ଶର୍ମା ଆଉଟ୍ ହେବା ପରେ ପଡ଼ିଆକୁ ଓହ୍ଲାଇଥିଲେ କିଙ୍ଗ କୋହଲି ଏବଂ ଗିଲ୍, ଏବଂ ପରେ କୋହଲି ଏବଂ ଶ୍ରେୟସ ଆୟରଙ୍କ ପାର୍ଟନରସିପ୍ ବଳରେ ଭାରତ ଏହି ସହଜ ବିଜୟ ହାସଲ କରିଥିଲା। ପାକିସ୍ତାନର ଲଗାତାର ଦ୍ୱିତୀୟ ପରାଜୟ ପରେ ଅଧିନାୟକ ମହମ୍ମଦ ରିଜୱାନ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଦଳର ଖରାପ ପ୍ରଦର୍ଶନକୁ ହାରିବାର ମୁଖ୍ୟ କାରଣ ବୋଲି ସେ କହିଛନ୍ତି।